ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ପ୍ରେସ୍ ଦ ଲର୍ଡ, ଯୀଶୁ ଶାନ୍ତି, ମାରନାଥା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ ଯେ ପ୍ରଭୁ ଭୋଜ ନେବାର ମୁଖ୍ୟ କାରଣ କ'ଣ? ପ୍ରଭୁ ଭୋଜ ନେବାର ମୁଖ୍ୟ କାରଣ କ'ଣ? ଆପଣମାନେ ଜାଣନ୍ତି କି ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଭୋଜ ନେବାର ମୁଖ୍ୟ କାରଣ? କିନ୍ତୁ ବର୍ତ୍ତମାନ ସମୟରେ ଅନେକ ମଣ୍ଡଳୀରେ ଯଦି ଦେଖିବେ, ତାହେଲେ এই ପ୍ରଭୁ ଭୋଜକୁ ନେଇ ଅନେକ ନିୟମ କରିଛନ୍ତି। ଆପଣମାନେ ଶୁଣି ମଧ୍ୟ ଥିବେ, ଜାଣି ମଧ୍ୟ ଥିବେ, କିନ୍ତୁ ଆପଣମାନଙ୍କ ପାଖରେ এই ପ୍ରଭୁ ଭୋଜ ନେବାର ମୁଖ୍ୟ କାରଣ କ'ଣ, এই ବିଷୟରେ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ଆପଣମାନେ କିଛି ସମୟ ସଠିକ୍ ଭାବରେ ଶୁଣନ୍ତୁ ଏବଂ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ବର୍ତ୍ତମାନ ସମୟରେ ଆପଣମାନଙ୍କ ପାଖରେ ପବିତ୍ର ବାଇବଲରେ ଲେଖାଯାଇଥିବା ପଦ ପର୍ବ ଅନୁସାରେ ଆପଣମାନଙ୍କ ପାଖରେ ପ୍ରକାଶ କରିବି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ଯଦି ବାଇବଲ ଅଛି, ତାହେଲେ ଆପଣମାନେ ଦେଖନ୍ତୁ, ପ୍ରଥମ କରନ୍ତୀୟ ତାର 1 ପର୍ବ ତାର 11 ପଦ ଯଦି ଆପଣମାନେ ଦେଖିବେ, ତାହେଲେ ଲେଖାଯାଏ, ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ହେ ମୋର ଭାଇମାନେ, ପ୍ରଭୁଙ୍କର ପ୍ରିୟ ଦାସ ପାଉଲ କହୁଛନ୍ତି କରନ୍ତୀୟ ମଣ୍ଡଳୀକୁ, କାରଣ ହେ ମୋର ଭାଇମାନେ, କ୍ଲୋଇଙ୍କ ପରି ଜନଙ୍କ ଠାରୁ ତୁମମାନଙ୍କ ସମ୍ବନ୍ଧରେ ମୋ ନିକଟରେ ଏହା ପ୍ରକାଶ ପାଇଅଛି ଯେ ତୁମମାନଙ୍କ ମଧ୍ୟରେ ବାଦ ବିବାଦ ଅଛି। ଅର୍ଥାତ୍ କରନ୍ତୀୟ ମଣ୍ଡଳୀରେ ବାଦ ବିବାଦ ଅଛି, ପରସ୍ପର ମିଶୁନାହାନ୍ତି, ଝଗଡ଼ା। ସେଇ ଜାଗାର ଲୋକମାନେ, এই କରନ୍ତୀୟ ମଣ୍ଡଳୀର ଲୋକମାନେ, କିଏ ପାଉଲଙ୍କର, କିଏ କେପାଙ୍କର, এই ପ୍ରକାର ଦଳଭେଦ ମତଭେଦ ଯାକି ଘଟୁଅଛି। ଏମିତି ମଣ୍ଡଳୀ କରନ୍ତୀୟ ମଣ୍ଡଳୀ। ଆପଣମାନେ ଯଦି ଦେଖିବେ, ପ୍ରଥମ କରନ୍ତୀୟ ତାର 12 ପଦରେ ଲେଖାଯାଏ, ମୋର କଥାର ଭାବ ଏହି, ତୁମମାନଙ୍କ ମଧ୍ୟରେ କେହି କେହି କହନ୍ତି ମୁଁ ପାଉଲଙ୍କର ଏବଂ କେହି କହନ୍ତି ମୁଁ କେପାଙ୍କର। ଏ ପ୍ରକାର ଅଛି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଥମ କରନ୍ତୀୟ ତାର 11 ପର୍ବ ତାର 29 ଯଦି ଦେଖିବେ, ତାହେଲେ ଲେଖାଯାଏ, କାରଣ ଯେ ପ୍ରଭୁଙ୍କ ଶରୀରକୁ ବିଶେଷ ନମଣି ଭୋଜନ କରେ ଓ ପାନ କରେ, ସେ ଆପଣା ପାଣର ଦଣ୍ଡ ନିମନ୍ତେ ଭୋଜନ କରେ ଓ ପାନ କରେ। ଏହେତୁ ତୁମମାନଙ୍କ ମଧ୍ୟରେ ଅନେକ ଦୁର୍ବଳ ଓ ପୀଡ଼ିତ, ପୁଣି ଅନେକ ମହାନିଦ୍ରା ପ୍ରାପ୍ତ ଅଟନ୍ତି। କିନ୍ତୁ ଯଦି ଆମ୍ଭେମାନେ ଆପଣାର ବିଚାର କରନ୍ତୁ, ତେବେ ବିଚାରିତ ହେଇନଥାନ୍ତୁ, ଆଉ ଜଗତ ସହିତ ଯେପରି ଦଣ୍ଡାଜ୍ଞା ପ୍ରାପ୍ତ ନ ହେଉ, ଏଥି ନିମନ୍ତେ ପ୍ରଭୁଙ୍କ ଦ୍ୱାରା ବିଚାରିତ ହୋଇ ଆମ୍ଭେମାନେ ଶାସ୍ତି ଭୋଗ କରୁଅଛୁ। ଆପଣମାନେ କ'ଣ ବୁଝିଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ? ହିନ୍ଦୀରେ ସୁନ୍ଦର ଭାବରେ ଲେଖାଯାଏ, क्योंकि जो खाते पीते समय, प्रभुଙ୍କର ପ୍ରିୟ ଲୋକମାନେ, ହିନ୍ଦୀରେ ଲେଖାଯାଏ, जो क्योंकि जो खाते पीते समय प्रभु की देह को ना पहचाने, वो इस खाने और पीने से अपने ऊपर दंड लाता है। ଯଦି ପ୍ରଭୁଙ୍କର ଦ୍ରାକ୍ଷାରସକୁ ଯଦି ଆମ୍ଭେମାନେ ଖାଉଛୁ, ରୋଟିକି ଖାଉଛୁ, ଯଦି ଖାଇବା ସମୟରେ ଯଦି ଆମ୍ଭେମାନେ ନିଜକୁ ଯଦି ପରୀକ୍ଷା କରିବା ନାହିଁ, ମୁଁ ବର୍ତ୍ତମାନ କ'ଣ ଭୁଲ କରିଅଛି ଏବଂ କରୁଛି, এই ବିଷୟକୁ ଯଦି ଆମେ ନିଜକୁ ନିଜେ ଯଦି ପରୀକ୍ଷା କରିବା ନାହିଁ, ତାହେଲେ ଲେଖାଯାଏ, वो अपना ऊपर दंड लाता है। ଲେଖାଯାଏ, ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ସେ ପ୍ରଭୁଙ୍କ ଶରୀରକୁ ବିଶେଷ ନମଣି ଭୋଜନ କରେ ଓ ପାନ କରେ, ସେ ଆପଣା ଦଣ୍ଡ ନିମନ୍ତେ ଭୋଜନ କରେ ଓ ପାନ କରେ। କିନ୍ତୁ ବର୍ତ୍ତମାନ ସମୟରେ ଆପଣମାନେ ଅନେକ ମଣ୍ଡଳୀରେ ଯଦି ଦେଖିବେ,
এই প্রভুଙ୍କ ଶରୀରକୁ ଦ୍ରାକ୍ଷାରସକୁ ଏବଂ ରୋଟିକୁ ସେମାନେ ବିଶେଷ ନ ମନେ ନିଜକୁ ଅନୁତାପ ନ କରି ସେମାନେ ନିଜର ସ୍ୱଇଚ୍ଛା ଅନୁସାରେ ସେମାନେ ଭୋଜନ କରୁଛନ୍ତି। ଆପଣମାନେ ଅନେକ ମଣ୍ଡଳୀରେ ଦେଖିବେ ପ୍ରଭୁଙ୍କର ଶରୀରକୁ ଲୋକମାନେ ପୁରା ହେୟ ଜ୍ଞାନ କରିଛନ୍ତି। ଇଚ୍ଛା ହେଲେ ଖାଇବେ, ଇଚ୍ଛା ନହେଲେ ଖାଇବେ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିବା ଦରକାର, ଆପଣମାନେ ଜାଣିବା ଦରକାର। ପ୍ରଭୁଙ୍କ ପ୍ରଭୁ ଭୋଜ ନେବାର ମୁଖ୍ୟ କାରଣ ଯଦି ଆମେମାନେ ନିଜକୁ ନିଜେ ଅନୁତାପ କରିବା ନାହିଁ, ନିଜକୁ ନିଜେ ଯଦି ପଚାରିବା ନାହିଁ, ତାହେଲେ ଆମେ ଯେଉଁ ଦ୍ରାକ୍ଷାରସ ପାନ କରୁଛୁ, ରୋଟି ଏବଂ ଦ୍ରାକ୍ଷାରସ ବିଶେଷ ନମଣି ଯଦି ଆମେମାନେ ଭୋଜନ କରୁଛୁ ତାହେଲେ ନିଜର ଦଣ୍ଡ ନିମନ୍ତେ। କିନ୍ତୁ ଅନେକ ମଣ୍ଡଳୀରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିଥିବେ, ଜାଣି ମଧ୍ୟ ଥିବେ, ସେମାନେ ଖାଇକି ମଧ୍ୟ ଦ୍ରାକ୍ଷାରସ ଏବଂ ରୋଟି ଖାଇବେ ଏବଂ ସେମାନେ ଯେମିତି ହେଲେ ମଧ୍ୟ ସେମାନେ ଖାଇବେ। କିନ୍ତୁ ଲେଖାଯାଏ ପ୍ରଭୁଙ୍କର ପ୍ରିୟ ଲୋକମାନେ, এই जगह लिखा जाए और पीने से अपने ऊपर दंड लाता है। इससे कारण तुम में बहुत से निर्बोल और रोगी हो और बहुत से सो भी गए। यदि हम अपने आप को जांचते, यदि आम्भे माने निजको निजे यदि परीक्षा यदि करि थांतु ताहले दंड पाई न थांतु। कारण लिखा जाए प्रभुंकर प्रिय लोक मैंने एहेतु तुमको मध्य अनेक दुर्बल, अनेक पीड़ित, पुनि अनेक महानिद्रा प्राप्त अटंती। किंतु जदि आम्भे माने आपण आपण शरीर आपण विचार करंतु तेबे विचारित होई न थांतु। प्रभुंकर प्रिय लोक मैंने यही जगह लिखा जाए और बहुत से सो भी गए। यदि हम अपने आप को जांचते तो दंड ना पाते, परंतु प्रभु हमें दंड देकर हमारी ताड़ना करता है, इसीलिए कि हम संसार के साथ दोषी ना ठहरे। किंतु प्रभुंकर प्रिय लोक मैंने आपण माने बुझिबा दरकार आ जगत सहित जेपरी दंडाज्ञा प्राप्त न होयु एति निमंते प्रभुंक द्वारा विचारित होई आम्बे माने शास्ति भोग करूअछु। आपण माने कौन बुझिले प्रभुंकर प्रिय लोक माने एई जगह लिखा जाए आ जगत सहित जेपरी दंडाज्ञा प्राप्त न हेउ एति निमंते प्रभुंक द्वारा विचारित होई आम्बे माने शास्ति भोग करूअछु। काहेकि शास्ति भोग करूअछु? कारण जे प्रभुंक शरीर को विशेष न मणि भोजन करे, अपान करे, से अपना दंड निमंते भोजन करे, अपान करे। प्रभुंकर प्रिय लोक माने आमे माने निजको अनुताप करिबा दरकार। हमर निजर पाप को स्वीकार करने को पड़ो। मु जड़े पापी बोलिकी, किंतु वर्तमान समय प्रभुंकर प्रिय लोक माने आपण मानकु कहिबा पई चाहे, आपण माने पापरे मृत्यु कि पाप प्रति मृत्यु, आपण माने आमे माने पाप प्रति आमे माने मृत्यु हेबाकू पड़ो। तेबे जाई आमे माने परमेश्वरंकर दंडर दिन रे, सेई दिन रे आमे माने रक्षा पाइबा। जदि पापरे मृत्यु हेबा ताहले परमेश्वर से दिन रे आमको विचारित कला परे अग्नि रे फिंगिबे। सेतिपाई आमे पाप प्रति मृत्यु हेबाकू पड़िबो। किंतु प्रभुंकर प्रिय लोक माने, अनेक लोक माने एई प्रभु भोज को विशेष लोक माने मनंती ना। से माने निजर स्वेच्छा अनुसार निजको खुशी लागिला भली से माने पान करते। किंतु प्रभुंकर प्रिय लोक माने आपण मानक पाखर प्रकाश करिबा पई चाहे जे 11:17 लिखा जाए, किंतु तुमମାନଙ୍କର समागम जे हितकर न होई बरं अहितकर हेउअछि, एतिरे मु तुमମାନଙ୍କୁ प्रशंसा करि न पारि एही आदेश देउछि। आपण माने कोन बुझुछंती प्रभुंकर प्रिय लोक माने? किंतु लिखा जाए प्रभुंकर प्रिय लोक माने एवरी पुस्तक जदि देखिबे
ଏବ୍ରି ପୁସ୍ତକ ତାର 10 ପର୍ବ ତାର 24 ତାର 24 ପୁଣି ପ୍ରେମ ଓ ସତ୍କ୍ରିୟାରେ ପ୍ରବର୍ତ୍ତାଇବା ନିମନ୍ତେ ପରସ୍ପର ବିଷୟରେ ମନୋଯୋଗ କରୁ ଏବଂ ଲେଖାଯାଏ ଜହନ 13:35 ଯଦି ତୁମମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ ତାହେଲେ ତୁମେମାନେ ଯେ ମୋର ଶିଷ୍ୟ ଏହା ସମସ୍ତେ ତୋ ଦ୍ୱାରା ଜ୍ଞାତ ହେବ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଭୋଜ ନେବାର ମୁଖ୍ୟ କାରଣ ହେଲା ଆମେମାନେ ନିଜକୁ ପରୀକ୍ଷା କରିବା ଦରକାର। ଆମେ ନିଜକୁ ପରୀକ୍ଷା କରିବା ଦରକାର ଏବଂ ପ୍ରଭୁ ଭୋଜ ନେବାର ମୁଖ୍ୟ କାରଣ ପ୍ରଭୁଙ୍କର ସହିତ ଆମର ସମ୍ପର୍କ ରଖିବ। ଯଦି ଆମେମାନେ ପ୍ରଭୁ ଭୋଜ ନେବା ନାହିଁ ତାହେଲେ ସମ୍ପର୍କ କମିଯାଇପାରେ। କିନ୍ତୁ ପ୍ରଭୁ ଯୀଶୁ କହନ୍ତି, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆମେମାନେ ପ୍ରଭୁ ଭୋଜ ନେବା ନାହିଁ, ନିଜକୁ ପରୀକ୍ଷା କରିବା ନାହିଁ ପ୍ରଭୁ ଭୋଜ ନେବା ସମୟରେ, ତାହେଲେ ଆମେ ନିଜର ଉପରେ ନିଜେ ଦଣ୍ଡ ଆଣିବା। ଏବଂ ପ୍ରଭୁ ଭୋଜ ନେବାର ମୁଖ୍ୟ କାରଣ ହେଲା ପ୍ରଭୁଙ୍କର ସହିତ ଆମର ସମ୍ପର୍କ ରହିବା ପାଇଁ। এই ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।